ହେଲେ ମୋର ହ୍ୱାଟ୍ସଆପ୍ ନମ୍ବରଟା ହ୍ୟାକ୍ ହେଇଯାଇଛି। ଆଉ ସେ ହ୍ୟାକ୍ ହେଇଛି ମୋର ନମ୍ବରଟା ଗୋଟେ ହାଉସ୍କୁ ନେଇକି ଯେଉଁ ଗୋଟେ ଫାଇଲ୍ ଆସିଥିଲା, ସେ ଫାଇଲ୍ରେ କ୍ଲିକ୍ କରିଲାରୁ ସବୁ ହ୍ୟାକ୍ ହେଇଗଲା। ଆଉ ମୋର ଯେତିକି ଫ୍ରେଣ୍ଡ ଅଛନ୍ତି ସବୁ ହ୍ୱାଟ୍ସଆପ୍ ତାଙ୍କ ମେସେଜ୍ କରୁଛନ୍ତି କି ମୋତେ 2000 ଦରକାର, ମୋତେ 3000 ଦରକାର, 4000 ଦରକାର ବୋଲି। ସେ ସାଙ୍ଗମାନେ ସବୁ ମୋତେ ସେ ସବୁ ପଇସା ମୁଁ ଭାବି ସେମାନେ ପଠେଇ ଦେଇଛନ୍ତି ସେ ନମ୍ବରରେ। ଆଉ ସବୁ ମୋର ଯେତିକି ପରିବାର ଯେତିକି ଅଛନ୍ତି ମୋର ରିଲେଟିଭ୍ ସବୁ 1000, 2000, 3000 ଏମିତି କରିକି ସବୁ ପଠେଇ ଦେଇଛନ୍ତି। ଆଉ ମୁଁ ଏତିକି କହିବି ଯେ ଯେତିକି ଆମର ମାଲକାନଗିରି ଅଛନ୍ତି ଯେ ଯେମିତିକି ଏମିତି ଟକରେ ଶିକାର ନୁହନ୍ତୁ। 400, 500 ଏମିତି 3, 4000, 6000 ସେମିତି ପଠେଇ ଦେଇଛନ୍ତି। ମୋର ଆକାଉଣ୍ଟରେ ଅଛି ପଇସା ଅଛି 55 ପାଖାପାଖି ଅଛି। ମୋର ଡର ଲାଗୁଛି ସେ ପଇସା ବି ରହିବ କି ନାହିଁ, ସେ ଡର ଲାଗୁଛି। ସେଇଟା ପାଇଁ କ'ଣ କଲେ ହେବ ବୋଲି ମୁଁ ସାଇବର ଥାନାରେ ଆସିକି ଅବଲା ଦେଇଛି। ଇନକ୍ୱାରି ହେବ ବୋଲି କହିଲେ ସବୁ ଠିକ୍ ହେଇଯିବ, ବ୍ୟସ୍ତ ନାହିଁ କ'ଣ ଏମିତି ସବୁ ଜଣେଇଲେ। ଆଜି କ'ଣ ହେଇଛି? ମୋର ସାଙ୍ଗ ଆଜି QR କୋଡ଼୍ ପଠାଇଥିଲା, ମୋତେ ଅର୍ଜେଣ୍ଟ ପଇସା ଦରକାର ବୋଲି। ତାକୁ ପେ କରିଲାରୁ ସେ ଲାଷ୍ଟ କହୁଛି ଏଇଟା ମୋର ନମ୍ବର ନାହିଁ, ତାର ନମ୍ବର ହ୍ୟାକ୍ ହେଇଯାଇଛି ବୋଲି ସେ କହିଛି। କେତେ ପଠେଇଥିଲ? 2000 ଟଙ୍କା ପଠାଇଛି। କେମିତି କ'ଣ ଆସିଥିଲା ମେସେଜ? ହ୍ୱାଟ୍ସଆପ୍ରୁ ତାର ମେସେଜ୍ ଆସିଥିଲା, ମୋତେ ଅର୍ଜେଣ୍ଟ ପଇସା ଦରକାର, 2000 ଟଙ୍କା ଦିଅ ବୋଲି, UPI କରିଦିଅ ବୋଲି। ସ୍କାନର ତାର ସ୍କାନର ପଠାଇଲାରୁ ସ୍କାନରରେ ପେ କଲି 2000 ଟଙ୍କା। କିନ୍ତୁ ତା ପାଖରେ ଯାଇନି। ତା ଲାଷ୍ଟକୁ ତା ପାଖରେ ଯାଇନି, ସେ କହୁଛି ମୋର ଟିକେ ଆସିନି, ମୋ ନମ୍ବର ହ୍ୟାକ୍ ହେଇଯାଇଛି ବୋଲି। ସେଇଟା ପାଇଁ ଆମେ ଆଜି ସାଇବର ପୋଲିସ ଷ୍ଟେସନକୁ ଆସିଛୁ। କ'ଣ କହିଲେ ଥାନାରେ? ଇନକ୍ୱାରି କରାଯିବ। ଇନକ୍ୱାରି FIR ଲେଖିଛନ୍ତି, ତାଙ୍କେ ଇନକ୍ୱାରି କରିବେ।